ଜଙ୍ଗଲି ହାତୀଙ୍କ ଉପଦ୍ରବ ନଷ୍ଟ ହେଲା ଏକର ଏକର ତରଭୁଜ ସହିତ ଧାନ ଚାଷ। ବର୍ତ୍ତମାନ ଆମେ ଅଛୁ ବୌଦ୍ଧ ବନଖଣ୍ଡ ଅଧୀନ ଶରଧାପୁର ଗ୍ରାମର ଜଗନ୍ନାଥ ବନ ପ୍ରକଳ୍ପ ନିକଟରେ ଚାଷ ହୋଇଥିବା ଏକର ଏକର ତରଭୁଜ ଚାଷ ପଡ଼ିଆରେ ଆପଣମାନେ ଦେଖିପାରୁଥିବେ ଗତ ରାତିରେ ହାତୀପଲ ଜଙ୍ଗଲି ହାତୀପଲ ଆସି କିଭଳି ଭାବରେ ତରଭୁଜ ଚାଷ ସହିତ ଧାନ ଚାଷକୁ ନଷ୍ଟ କରିଛନ୍ତି। ବର୍ତ୍ତମାନ ଆମ ପାଖରେ ସିଧାସଳଖ ସେହି ଚାଷୀମାନେ ଅଛନ୍ତି ଯାହାର ଏକର ଏକର ତରଭୁଜ ନଷ୍ଟ ହୋଇଯାଇଛି। ସିଧାସଳଖ ତାଙ୍କଠାରୁ ପ୍ରତିକ୍ରିୟା ନେବା। ଆମର ଆଜ୍ଞା ହାତୀ ଆଜି 2 ତାରିଖ ରାତି 3 ବଜେ ଆସିକିରି ମୋର 2.5 ଏକର ଜମି ସବୁ ହାତୀ ଦଳି ମାଡ଼ି ଦେଇଛନ୍। ଆଉ ବୋରିଂ ପାଣିରେ ଇଲେକ୍ଟ୍ରିକ୍ ଖର୍ଚ୍ଚ କରିକିରି ଟ୍ରାକ୍ଟର ଯୋତେଇକିରି ଆଜ୍ଞା ଏକର ପିଛା 35,000 ଖର୍ଚ୍ଚ ହେଇଛି। ଯେ 2.5 ଏକର 80,000 ଖର୍ଚ୍ଚ ହେଇଛି। ବରବାଦ ହେଇକିରି ହତାଶ ହେଇକି ରହିଛି। ଫରେଷ୍ଟ ଡିପାର୍ଟମେଣ୍ଟକୁ ବାରମ୍ବାର କହିଲେ ଗଲା ଫୋନ୍ ଉଠାଉ ନାହାନ୍ତି। ଆର୍ଆଇକି କହିଲେ ତଦନ୍ତ କରି ଆସୁନାହିଁ। ହାତୀ ପଲ 10-12 ପଟ ଆସିଛନ୍। ସବୁଆଡ଼େ ପାହା ଚିହ୍ନ ଅଛେ। ଆଜ୍ଞା ହାତୀ ତ ଦେଖିନି ଭାଗି ଯାଇଛନ୍। 13 ପଟ ହାତୀ ଆସିକିନି ତରଭୁଜ ଆମର ବହୁତ ନଷ୍ଟ କରିଦେଇଛନ୍। ପୁରା 80% ପୁରା ସବୁ ନଷ୍ଟ କରିଦେଇଛନ୍। ଆଉ ଫରେଷ୍ଟ ବାଲାକୁ ଫୋନ୍ କଲେ ଫରେଷ୍ଟ କଲ୍ ରିସିଭ୍ ନାଇଁ କରବାକ। ଆଉ ଆର୍ଆଇ କି କହିଲେ ଆର୍ଆଇ ଶୁଣୁନି ବୋଲେ ଏଇଟା ଆମେ ଧାର କରଜ କରିକିନା ଏତିକି ଖର୍ଚ୍ଚ କରିକିନା ବହୁତ। ତମେ କେତେ ଟଙ୍କା ଖର୍ଚ୍ଚ କରିଥିଲ? 1,00,000, 1.5 ଲକ୍ଷ 2 ଲକ୍ଷ ଟଙ୍କା ଖର୍ଚ୍ଚ ହେଇଯାଇଛି। କେଜଣ ଚାଷୀ ଚାଷ କରିଛ? ତିନିଟା ଚାଷୀ। ଆଉ ଏତିକି ଖର୍ଚ୍ଚ ହେଇଯାଇଛି। ଏଇଟା ଏଖିନି ସମସ୍ତେ କହିଲେ କେହି ଶୁଣୁନାହିଁ। ଧାର କରଜ କରି କରାହେଇଛି। ଏଇଟା କାଁ କରମୁ ଏବେ? ଆଚ୍ଛା ତମେ ଫରେଷ୍ଟ ଡିପାର୍ଟମେଣ୍ଟକୁ ଜଣେଇଥିଲ? ଫରେଷ୍ଟ ବାଲାକୁ ଫୋନ୍ କରାହେଇଥିଲା, ଫୋନ୍ ରିସିଭ୍ ନାଇଁ କଲେ। ଆର୍ଆଇକୁ ଜଣେଇଛ? ଆର୍ଆଇ କୁ ଗଲା ବେଳକୁ ଆର୍ଆଇ ନାଇଁ। ବର୍ତ୍ତମାନ କାଣା ଚାହୁଁଛ ତମେ? ଆମକୁ କ୍ଷତିପୂରଣ ଚାହୁଁଛୁ ସରକାରକୁ। କାଣା କ୍ଷତିପୂରଣ ଚାହୁଁଛ? ଯେତିକି ଧାର କରଜ ହେଇଛି ନହେଲେ ହତା କେନ୍ ଯିମୁ ଆମେ ଆର୍ଆଇରେ ଧାରଣା ଦେମୁ। ଏଇଟା ହାତୀ ତ କାଲି ଆସିକିନା ସବୁ ନଷ୍ଟ କରିଦେଇଛ ଆମର ହତା ତରଭୁଜ ଜିକ। କେତେ ଏକର ଚାଷ କରିଥିଲ? ଏଇଟା 4 ଏକରରୁ 5 ଏକର ହବା। କେତେ କାଣା ଲୋନ୍ ଫୋନ୍ କରିଥିଲ କି ନିଜସ୍ୱ ପଇସାରେ? ଲୋନ୍ ଆଣିକିନା ଏଇଟା ଚାଷ କରି। କେତେ ଟଙ୍କା ଲୋନ୍ ଆଣିଥିଲ? 1 ଲକ୍ଷ ପରେ ହବା ଲୋନ୍ ଆଣିକିନା ଏଇନେ ଚାଷରେ ଲଗାଇଥିଲୁ। ଆଚ୍ଛା କେମିତି ନଷ୍ଟ କେମିତି ହେଲା? ନଷ୍ଟ ବୋଲେ ତ ଏଇଟା ହାତୀ ରାତି ଆସିଛ 3ଟା ବେଳକୁ ମାଡ଼ିକିନା ସବୁ ଖାଇକିନା କ୍ଷତି କରିଛ। କେତେ ହାତୀ ଆସିଲେ? ଏଇଟା 4 ଏକରରୁ 5 ଏକର ଭିତରେ ଯେନ୍ କରିଥିଲୁ ତ ଏଇଟା ଟୋଟାଲ ସବୁ ମାଡ଼ିଛ ଅଧାରୁ ଅଧିକ। ଆଚ୍ଛା ଆମର ବନ ବିଭାଗ ନାଇଁ ଫରେଷ୍ଟର ବାଲାକୁ ବି ଫୋନ୍ କଲୁ, ଫୋନ୍ ରିସିଭ୍ ନାଇଁ କରବା। ଆର୍ଆଇ କୁ ବି କହିଲୁ, ସେ ଆର୍ଆଇ ବି ନାହିଁ। ବର୍ତ୍ତମାନ ତମେ କାଣା ଚାହୁଁଛ? ବର୍ତ୍ତମାନ ଆମେ ତ ଏଇଟା ଆମର କ୍ଷୟକ୍ଷତି ଯେତିକି ହେଇଛି ଆମକୁ ପୂରଣ କରିବାକୁ ପଡବା, ସରକାର ଦେବେ। ଏଠାରେ ହେଇଥିବା 3-4 ଜଣ ଚାଷୀଙ୍କର 4ରୁ 5 ଏକର ତରଭୁଜ ଚାଷ ପ୍ରାୟ 50% ହାତୀ ମାଡ଼ି ଦଳି ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି।